ଗତକାଲି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବୁହାଳ ପଞ୍ଚାୟତର ସନ୍ତୋଷ ଦାସଙ୍କୁ ଅତି ନିର୍ମମ ଏବଂ ବିଭତ୍ସ ଭାବେ ହତ୍ୟା ଘଟଣାରେ ନିଶ୍ଚିନ୍ତକୋଇଲି ଥାନା ପୁଲିସ 2 ଜଣଙ୍କୁ ଗିରଫ କରିଛି। ସେ 2 ଜଣ ଅଭିଯୁକ୍ତ ହେଲେ ସ୍ଥାନୀୟ ବୁହାଳ ଗ୍ରାମର ଦୀପକ ପ୍ରଧାନ ଏବଂ ଆଉ ଜଣେ ହେଲେ ବାଲିପଡିଆ ଗାଁର ଜୟନ୍ତ ଦାସ। ପୁଲିସର କହିବା ମୁତାବକ ଏହି 2 ଜଣ ଅଭିଯୁକ୍ତଙ୍କ ଠାରୁ ସନ୍ତୋଷ ଟଙ୍କା ନେଇ ଆଉ ଫେରାଉନଥିଲା। ଏ 2 ଅଭିଯୁକ୍ତ କ୍ରୋଧାନ୍ୱିତ ହୋଇ ସନ୍ତୋଷଙ୍କୁ ଛୁରୀ ଏବଂ ପଥରରେ ଛେଚି ମାରିଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ କରିଥିବା ଗୋଟିଏ ଛୁରୀ ଏବଂ ପଥର ଇଟା ପୁଲିସ ଜବତ କରିଥିବା ସୂଚନା ଦେଇଥିଲେ ସାଲେପୁର ଏସ୍ଡିପିଓ ବିମଳ ବାରିକ। ଆପଣମାନେ ଜାଣିଛନ୍ତି ଗତକାଲି ଆମର ଚିତ୍ରକଳା ନଦୀ କୂଳରେ ଗୋଟିଏ ଡେଡ୍ ବଡି ଯାହାକୁ ହତ୍ୟା କରାଯାଇଥିଲା ମିଳିଥିଲା। ସେ ସଂକ୍ରାନ୍ତରେ ତାଙ୍କ ମିସେସ୍ ସସ୍ମିତା ଦାସ ଗୋଟିଏ ରିପୋର୍ଟ ଦେଇଥିଲେ ଯେ ତାଙ୍କ ସ୍ୱାମୀକି ଡାକି ନେଇ ମୋବାଇଲ ଫୋନରେ ଡାକି ନେଇ ହତ୍ୟା କରିଛନ୍ତି। ସେପରେ ଆମର ନିଶ୍ଚିନ୍ତକୋଇଲି ଥାନା କେସ୍ ନମ୍ବର 103/23 ମର୍ଡର ଦଫାରେ ରୁଜୁ ହୋଇଥିଲା। ଆମେ ଘଟଣାର ଅନୁସନ୍ଧାନ କରି ସାଇଣ୍ଟିଫିକ୍ ଟିମ୍ ଡଗ୍ ସ୍କ୍ୱାଡ୍ ଆଣି ଘଟଣାର ଅନୁସନ୍ଧାନ କରି 2 ଜଣ ମୁଦାଲା ଯାହାଙ୍କର ନାଁ ଦୀପକ ପ୍ରଧାନ, ଘର ହେଉଛି ବୁହାଳ, ଆଉ ଜଣେ ଜୟନ୍ତ ଦାସ ତାଙ୍କର ବାଲିଆପଡ଼ା ନେମାଳ, ଏ 2 ଜଣଙ୍କୁ ଗିରଫ କରାଯାଇଛି। ଆଜି କୋର୍ଟ ଚାଲାଣ କରାଯାଉଛି। ତାଙ୍କର କାରଣ ସେମାନେ କନଫେସ୍ କରୁଛନ୍ତି ଯେ ତାଙ୍କର ସେମାନେ ଆଗରୁ ଚିହ୍ନା ପରିଚିତ, ସମସ୍ତେ ଚିହ୍ନା ପରିଚିତ। ଯିଏ ଡିସିଜ୍ ତାଙ୍କ ନାଁ ହେଉଛି ସନ୍ତୋଷ କୁମାର ଦାସ, ସିଏ ତାଙ୍କଠାରୁ ବିଭିନ୍ନ ସମୟରେ ପଇସା ପତ୍ର ନେଇ ତାଙ୍କୁ ଫେରାଉନଥିଲେ ଏବଂ ସମୟ ପଡ଼ିଲେ ତାଙ୍କୁ ଗାଳି ଗୁଲଜ ମଧ୍ୟ କରୁଥିଲେ ଏବଂ ପିଟାମରା ବି କରୁଥିଲେ। ତ ସେଇ ରାଗ ରଖି ସେ ପ୍ରତିଶୋଧ ନେବା ପାଇଁ ଯୋଜନାବଦ୍ଧ ଭାବେ ପରଦିନ ରାତି ତାଙ୍କୁ ଡାକି ନେଇ ସେ ଚିତ୍ରକଳା ନଦୀ କୂଳରେ ଥିବା ଚଣ୍ଡୀ ମନ୍ଦିର ପାଖରେ ବାଉଁଶ ବାଡ଼ି, ଇଟା, ପଥର ଏବଂ ଛୁରୀ ଦ୍ୱାରା ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ।